श्रीमद् भागवत चतुर्थ स्कंद अष्टविंशोऽध्याय। मैत्रेय उवाच तदन्ते शृणुहि विदुर सम्पादसे पुरञ्जनर। नारद उवाच नारद कहन्ति राजन एबे कहिबा वीर शुण। ଯବନ ଅଧିପତି ସେହି ତାହାର ନାମ ଭୟ କହି। ସୈନ୍ୟାଦି ବେଦୀ ଗଣେ ତାର ସଙ୍ଗତେ ଥାନ୍ତି ନିରନ୍ତର। ପ୍ରଜ୍ୱଳ କାଳ କନ୍ୟା ବେନି ଏହାଙ୍କ ସଙ୍ଗେ ନୃପମଣି। ଏ ସର୍ବ ସଙ୍ଗତେ ଚଳନ୍ତି ଯେଦିକେ ବିଜୟ ନୃପତି। ସେ ଏକ ଦିନେ ନୃପବର ସଙ୍ଗତେ ସୈନ୍ୟ ଯେ ପ୍ରଜ୍ୱଳ। ସେ ମହି ଭ୍ରମଣ କରନ୍ତେ ଦେଖିଲା କାଳ କର୍ମ ଗତେ। ସେ ପୁରେ ଥିଲା ପୁରଞ୍ଜନ ତା ବେଗେ ବେଢ଼ିଲେ ରାଜନ। ସେ ପୁରେ ଦ୍ୱାରୀ ଚିହ୍ନ ଅହି ନିରତେ ପୁର ଦ୍ୱାରେ ଥାଇ। ଏ ପଞ୍ଚ ଭୂତେ ଦେହ ଦେଇ ଯାକୁ ନ ଛାଡ଼େ କଦାଚିତେ। ବ୍ରହ୍ମାଣ୍ଡ ମଧ୍ୟ ଦେହେ କହି ତାଙ୍କୁ ଜିଣନ୍ତା କେହି ନାହିଁ। ବ୍ରହ୍ମାଦି ମୁନି ସୁର ଦେବା ଭୟ କରନ୍ତି ତାଙ୍କୁ ସେବା। ତାଙ୍କୁ ଜିଣନ୍ତା କେବା ଜନ ନିଶ୍ଚନ୍ତେ ରହେ ନିଜ ସ୍ଥାନ। ଅଜ୍ଞାନେ ସେ ପୁରେ ବସିଲେ ସେ ପୁରେ ପୁରଞ୍ଜନ ଥିଲେ। ସେ କାଳ କନ୍ୟା ସଙ୍ଗେ ଥିଲା ସତ୍ୱରେ ସେ ପୁରେ ପଶିଲା। ସେ ନାରୀ ଯାର ସ୍ପରଶଇ ସେ ପ୍ରାଣୀ ଉଠି ନ ପାରଇ। ଆଗେ ସେ ନାରୀ ପ୍ରବେଶିଲା ଯେବେ ଯବନ ବଳ ଥିଲା। ସେ ଶବ ଦ୍ୱାର ମାର୍ଗେ ଗଲେ ପ୍ରବେଶି ପୁର ବିନାଶିଲେ। ଉଜାଡ଼ି ଭୟ କରି ସେ ପୁରଞ୍ଜନ ଦଣ୍ଡଧାରୀ। ବହୁତ ସନ୍ତାପ ସେ କଲା ନିର୍ବଳେ ଶଙ୍କିତ ରହିଲା। ସେ ରାଜା କ୍ରୋଧ ଅଭିମାନୀ ଦେଖିଲା ସ୍ୱକୁଟୁମ୍ବ ହାନି। ସ୍ନେହାନୁବନ୍ଧେ ନ ଛାଡ଼ଇ ଆକୁଳେ ସନ୍ତାପେ ଶୋଚଇ। ସେ କାଳ କନ୍ୟା ଆସି ଆଗେ ରାଜାଙ୍କୁ କୋଳ କଲା ବେଗେ। ତାର ସ୍ପର୍ଶେ ମହାରାଜା ହୋଇଲା ନଷ୍ଟ କାନ୍ତି କାୟ। କୃପଣ ବିଷଏ ରାଜନ ହୋଇଲା ଅସଙ୍ଗ ପାରଣ। ପ୍ରତିଜ୍ଞା ହେଲା ତାର ନାଶ ସଙ୍ଗନେ ଛାଡ଼ଇ ନିଶ୍ୱାସ। ଯବନ ଗନ୍ଧର୍ବେ ପଶିଲେ ରାଜନ ସମ୍ପଦ ନାଶିଲେ। ସେ ପୁର କ୍ଷୀଣ ଦେଖି ତାର ପୁତ୍ରାଦି ଛାଡ଼ିଲେ ଆଦର। ଆତ୍ମୀୟ ଲୋକେ ଯେତେ କହି ଦେଖିଲା ପୂର୍ବ ସ୍ନେହ ନାହିଁ। ତା ପତ୍ନୀ ଠାରେ ଯେଉଁ ପ୍ରୀତି ଦେଖିଲା ଅସ୍ନେହ ନୀତି। ଆତ୍ମାକୁ ଜରାଗ୍ରସ୍ତ କଲା ପଞ୍ଚାଳ ବିଷୟ ତା ଗଲା। ଦୁରନ୍ତ ଚିନ୍ତ ପାଇ ରାୟ ନ ଦେଖି ତରିବା ଉପାୟ। ସେ କନ୍ୟା ବିଷଏ ନିର୍ବଳ ଏକାନ୍ତେ ଝୁରେ ମହୀପାଳ। ଦୁର୍ବଳ ଦେଖି ନିଜ ଦେହ ଛାଡ଼ିଲେ ପୁତ୍ର ଆଦି ସ୍ନେହ। ସ୍ପରୁଷ ଲୋକ ଚିନ୍ତା କରା ସ୍ୱପୁର ଲୋକ ଚିନ୍ତା କଲା। ସେ କାଳ କନ୍ୟା ଏହା କଲା ସେ ପୁର ଛାଡ଼ିବାନେ ମନେ। ରୋଦନ କରେ ଅନୁକ୍ଷଣ ନ ପାରେ ସହି ଦୁଃଖ ଘୋର। ନିଶ୍ଚୟ ଛାଡ଼ିବି ଶରୀର ଆଦୁରେ ଭାଳଇ ନୃପତି। ଭ୍ରମତା ହେଲା ବୃଦ୍ଧି ଅତି ଭୟରେ ଅଗ୍ରଳ ପ୍ରଜ୍ୱଳ ଆଚ୍ଛାଦି ରହିଲା ସେ ପୁର। ସେ ସର୍ବେ ପୁର ମାର୍ଗେ ରହି ପ୍ରଚଣ୍ଡ ତେଜ କୋପ ବହି। ସାନ ଭ୍ରାତାର ପ୍ରିୟ ଅର୍ଥେ ସେ ପୁର ଦହିଲା ତ୍ୱରୁତେ। ପୁର ବହନ ଯହିଁ ହେଲା ସେ ରାଜା ମହାଭୟ କଲା। ସେ ପୁରେ ଯେତେ ଦାସୀ ଥିଲେ ସେ ସର୍ବେ ଭୟରେ କମ୍ପିଲେ। ଯବନ ପୁର ଦେଲେ ଦହି କାଳ କନ୍ୟାର ପକ୍ଷ ବହି। ଭୟରେ ନ ପାରନ୍ତି ରହି ଦୁଃଖେ ରୋଦନ୍ତି ଛନ୍ନ ହୋଇ। ଯବନ ପୁର ନେଲେ ବେଗେ ସେ କାଳ କନ୍ୟା ଘେନି ସଙ୍ଗେ। ଭୟରେ ଅଗ୍ରଜ ପ୍ରଜ୍ୱର ପୁର ନାଶିଲେ ବେଗେ ତାର। ଦେଖିଣ ବିପଦେ ନୃପତି ରୋଦନ କଲା ଭୟ ଅତି। ବହୁତ କଷ୍ଟେ ସେ ରାଜନ ପୁର ଛାଡ଼ିବା କଲା ମନ।
ଯେ ଶନେ ବୃକ୍ଷକ୍ରୋଟହି ଅନଳ ତେଜେ ତାପ ଦହି ଯେ ଜେନେ ସେ ସ୍ଥାନ ଉପେକ୍ଷୀ ରହେ ଅତ୍ୟନ୍ତ ଭୟେ ଦୁଃଖୀ ତେସନେ ଛାଡ଼ି ନିଜ ପୁରୀ ସେ ରାଜା ବହୁ ଚିନ୍ତା କରି ହସ୍ତ ଚରଣ ନ ଚାଳିଲେ ପୌରୁଷେ ଗନ୍ଧର୍ବେ ହାରିଲେ ଯବନ ଶତ୍ରୁ ବ୍ୟାଧି ରୂପେ କଷ୍ଟ ନିରୋଧୀ କଲେ କୋପେ ରୁଢ଼କୁ ମରି ସେ ରାଜନ ତେଜି କରଇ ରୋଦନ ହେ ମୋର ପୁତ୍ର କନ୍ୟା ଯେତେ ମୋ ବିନୁ ବଞ୍ଚିଲେ କେମନ୍ତେ ମୁଁ ଏବେ ପୁର ପ୍ରତେଜିଲେ ଏ ସର୍ବେ ନବର୍ତ୍ତିବେ ଭଲେ ସ୍ୱପତ୍ନୀ ସହିତେ ରାଜନ ଅନେକ କରନ୍ତି ରୋଦନ ମୁଁ ଏବେ ନିଶ୍ଚୟ ମରିବି ଏ ବହୁ ଦୁଃଖ ନ ସହିବି ମୋର ଅଭାବେ ଏ କାମିନୀ ଭାଳିବ ଏ କୁଟୁମ୍ବ ଘେନି ବାଳକେ ହୋଇଲେ ଅନାଥ ତା ଦେଖି ରୋଦିବେ ବହୁତ ମୁଁ ଅନ୍ତେ ଏ ସର୍ବେ ମରିବେ କିବା ଭକ୍ଷିବେ କାହିଁ ଥିବେ ଯେନେ ସମୁଦ୍ର ମଧ୍ୟ ନାବ ଭଗ୍ନେ ନାଶ ଏ ପ୍ରାଣୀ ସର୍ବ କେମନ୍ତେ ଭାଳନ୍ତି ରାଜନ କାଳ ହୋଇଲା ଅବସାନ ଯଜ୍ଞାଦି ପୁଣ୍ୟ କର୍ମ ଯେତେ କରଣେ ନୁହିଲେ ସମର୍ଥେ କାମ୍ୟ କର୍ମକୁ ତ୍ୟାଗ କରି ଅନେକ ପଶୁ ଥିଲେ ମାରି ସେ ଦୋଷ ମନେ ଧରିଥିଲେ ତକ୍ଷଣେ ରାଜାଙ୍କୁ ଭେଟିଲେ ବେଳେ ବେଢିଲେ ପଶୁଗଣ ନନାଦି ଅବସ୍ଥା କରିଣ କୃଷ୍ଣ ଅଭାବେ ମୃଢ଼ମତି ଏଣୁ ନରକେ ହେଲେ ଗତି ଈଶ୍ୱର ବାକ୍ୟ ଦେବେ ବାଣୀ ସେ ଜ୍ଞାନ ତେଜିଲା ନ ଜାଣି ତେଣୁ କର୍ମାନୁସାରେ ତାର ଜନ୍ମିଲା ବିଦର୍ଭ ମନ୍ଦିର ସେ ରାଜା ମରଣ ସମୟେ ଶ୍ରୀଲିଙ୍ଗ ଭାବିଲା ହୃଦୟେ ତେଣୁ ସେ ପ୍ରମଦା ମୋହିଲା ପୁରୁଷ ଅଙ୍ଗ ପ୍ରତେଜିଲା ସେ ରାଜା ସଙ୍ଗ 13 ଜନ ଯୁଦ୍ଧେ ଜିଣିଲା ରାଜ୍ୟ ଧନ ସେ ପତିବ୍ରତା ସଙ୍ଗ ଫଳେ ଜନ୍ମ ଲଭିଲା ସାଧୁ କୂଳେ ଏଣୁ କୁସଙ୍ଗେ ମୁଖ୍ୟ ପ୍ରାଣୀ ଜ୍ଞାନେ ଭକତି ପରିମାଣୀ ବିଦର୍ଭ ମନ୍ଦିରେ ସୁନ୍ଦରୀ ଜନ୍ମ ଲଭିଲା ଦେହ ଧରି ମଳୟ ଧ୍ୱଜ ନାମେ ରାଜା ସେହି ବୈଷ୍ଣବ ମହାତେଜା କନ୍ୟାର ରୂପ ଗୁଣ ଶୁଣି ଚିତ୍ତେ କଳ୍ପିଲା ନୃପମଣି ସେ କନ୍ୟା ସାମନ୍ତ ସାଜିଲା ବିଦର୍ଭ ଦେଶେ ବିଜେ କଲା ସେ ରାଜା ସଙ୍ଗ 13 ଜନ ଯୁଦ୍ଧେ ଜଣିଲା ରାଜ୍ୟ ଧନ ବହେ ହରିଣ ତା ଦୁଲ୍ହଣୀ ବିବାହ କଲା ନୃପମଣି ମଳୟ ଧ୍ୱଜ ନୃପବର ଦ୍ରାବିଡ଼ ଦେଶେ ଅଧିକାର ସେ କନ୍ୟା ଗର୍ଭେ ତା ସନ୍ତତି ଜନ୍ମିଲା ସୁଗୁଣ ସୁମନ୍ତୀ ସେ ରାଜା ସଦୃଶ କୁମାରୀ ପ୍ରସବ କଲା ତାର ନାରୀ ଶ୍ରୀକୃଷ୍ଣ ଶୁଚି ସେବା ପର ତା ନାମ ଦେଲେ ନୃପବର ଶପଥ ସନୟ ଅନ୍ତରେ ଜନ୍ମିଲେ ସେ ନାରୀ ଉଦରେ ଶ୍ରବଣ କୀର୍ତ୍ତନ ଏ ଆଦି ଏ ସପ୍ତ ନାମେ ଭକ୍ତି ସିଦ୍ଧି ଏକୁ ଅନେକ ତାହାଙ୍କର ଅର୍ବୁଦ କୁମର ବଂଶର ସଖ୍ୟାତା ନ ଯାଇ ଅସଂଖ୍ୟ ଅପ୍ରମିତ ହେଉ ସେ ସର୍ବେ ମହି ଭୋଗ କଲେ ଆନନ୍ଦେ କୃଷ୍ଣକୁ ଭେଟିଲେ ମଳୟ ଧ୍ୱଜର ଦୁହିତା ସେ ଜ୍ଞାନ ବଳେ ଧ୍ରୁବବତା ଅଗସ୍ତ୍ୟ ତାର ବିବାହ ଦେଲେ ଦୃଢ଼ଚ୍ୟୁତ ହେଲେ ମଳୟ ଧ୍ୱଜ ରାଜ ଋଷି ପୁତ୍ରକୁ ଡକାଇଲେ ବସେ ବିଭାଗ କର ରାଜ୍ୟ ଖଣ୍ଡ ପୁତ୍ରକୁ ଦେଲେ ଛତ୍ର ଦଣ୍ଡ କୃଷ୍ଣ ଭଜନେ ନର ସାଇ ରହିଲେ କୁଳାଚଳେ ଯାଇ ତାର ବୈଦର୍ଭୀ ନାମେ ଜାୟା ଛାଡ଼ିଲେ ଗୃହ ସୁତ ମାୟା ସେ ରାଜା ପଛେ ଗୋଡ଼ାଇଲା ଶୋଧାଂଶୁ ପ୍ରାୟ ଶୋଭା କଲା ସେ କୁଳାଚଳ ଗିରିବର ସକଳ ତୀର୍ଥଙ୍କ ମନ୍ଦିର ତୀର୍ଥଙ୍କ ନାମ ଏକ ଏକ ଯେ ତାମ୍ର ବର୍ଣ୍ଣ କୋଟଦକ ଅପରେ ଚନ୍ଦ୍ରରସା ନାମ ଏ ଆଦି ପୁଣ୍ୟ ତୀର୍ଥ ଧାମ କୃଷ୍ଣ ଭକତ ସୁସାଧନେ ତପ ଆଚରି ଶୁଦ୍ଧ ମନେ ସେ ପୂର୍ଣ୍ଣ ତୀର୍ଥ ଜଳେ ନୀତି ସ୍ନାନାଦି ମାର୍ଜନା ସାରନ୍ତି ଦୁରନ୍ତ ବାହ୍ୟନ୍ତରେ ମଳ ସେ ଜଳେ ହୋଇଲା ନିର୍ମଳ ତପ ସାଧନେ ଅତିରେକ ଭକ୍ଷଣେ ଫଳମୂଳ ଶାକ ପୁଷ୍ପ ପଳାଶ ପତ୍ର ଜଳ ତୃଣାଦି ଶଯ୍ୟାରେ ନିଶ୍ଚଳ କଠୋର ତପ ଆଚରିଲା ଶିରର ତାପ ଶୁଖାଇଲା ଶୀତ ଉତ୍ପାଦି ତ୍ରୟ ତାପ କ୍ଷୁଧା ପିପାସା ତେଜୀଭୂତ
ଦୁଃଖ ସୁଖାଦି ଶ୍ରମେ ତାରେ ସୁଖେ ହରସ ଏକାକାରେ ଏ ରୂପେ ସୁସାଧନ କଲେ ବ୍ରହ୍ମରେ ଆତ୍ମାନି ବସିଲେ ମନ ପବନ ବଶ କରି ଦୁର୍ଜୟ ଇନ୍ଦ୍ରିୟ ନିବାରି ଦୃଢ଼ ଆସନେ ନୃପବର ସେ ଯୋଗେ ବଳେ ଯୋଗେଶ୍ୱର ତାହାର ପତ୍ନୀ ଯେ ରୋଧିଲା ଆପଣା ମନେ ବିଚାରିଲା କଷ୍ଟକୁ ଢାଇ ଅଗ୍ନି ଦେଲେ ଅତି ପତ୍ନୀ ମଧ୍ୟ ପଡ଼ିଲେ ତକ୍ଷଣେ ବିପ୍ରୟ ମିଳିଲେ ସେ ପୂର୍ବେ ତାର ସଖା ଥିଲେ ସେ ବେଗେ ତାର ହସ୍ତ ଧରି କହେ ପ୍ରବୋଧ ଶାନ୍ତ କରି ଶୁଣ ସୁନ୍ଦରୀ ମନୋହର କେ ତୁମ୍ଭେ କାହାର ବା ନାରୀ ମୋ ପୂର୍ବ ସଖା ଯେ ତୋହର ତୁ ଯେବେ ଆତ୍ମ ଅଟୁ ମୋର ତୁ ଆମ୍ଭ ଏକ ବେନି ହସ୍ତ ଏ ମାନସରେ ନିତ୍ୟ ବାସ ତୁ ମତେ ଛାଡ଼ିନ ସେଠାରେ ଅଇଲୁ ମହି ଭୋଗରେ ପ୍ରବେଶ ଏ ସୂର୍ଯ୍ୟମଣ୍ଡଳ ଏଥେ ଦେଖିଲୁ ବିଦ୍ୟାସ୍ଥଳ ସେ ପୁରେ ନାରୀ ଏକ ଥିଲା ସେ ତୋର ମନ ବନ୍ଦୀ କଲା ତୋ ବେଗେ ନୁହେଁ ତା ଆୟତ ମିଥ୍ୟା ବିଳାପ ଭ୍ରମଚିତ ସେ ନଗ୍ରେ ପଞ୍ଚ ଉପବନ ସେ ବନ ଦ୍ୱାରେ ଶୋଭାବନ ରକ୍ଷଣେ ଏକ ଦ୍ୱାରପାଳ ସେ ଏକ ନାରୀ ପୁରବର୍ତ୍ତୀ ସେ ପଞ୍ଚ ଇନ୍ଦ୍ରିୟ ବିଷୟ ଆରମ୍ଭ ତହିଁରେ ନିଶ୍ଚୟ ଏ କହି ପ୍ରାଣ ତହିଁ ଦ୍ୱାରେ ସେ ନର ନବଦ୍ୱାର ରକ୍ଷାକାରୀ ପୃଥିବୀ ଆପ ତେଜମାନ ଏକବିଂଶ ତହିଁ ସନ୍ତନ ମନ ଇନ୍ଦ୍ରିଗଣ ପଞ୍ଚେଣ ତହିଁର ଅଷ୍ଟକୋଣେ ଜାତ ଛେଣ ଏ କ୍ରିୟା ଶକ୍ତି ତହିଁ ବାଟ ନାନା ବିଷୟ ତହିଁ ହାଟ ପ୍ରକୃତି ନବଦ୍ୱାର କରି ଏ ରୂପେ ହାଟକୁ ବିଚାରି ଏ ଧର୍ମ ବେନି ଯହିଁ କ୍ରୟ ବିକ୍ରୟ ନିତ୍ୟ ତହିଁ ସେ ହାଟେ ସ୍ଥିରୀ ବୃଦ୍ଧି ଥିଲା ତୋ ମନେ ତାବେ ସେ ଚିଣିଲା ତୁ ଭୋଗ କଲୁ ତାକୁ ତହିଁ ତୁ ମୋର ସମ୍ପାଦିକୁ କାହିଁ ଏ କୁନ୍ତେ ନାରୀ ସଙ୍ଗେ କଲୁ ଏ ପାପ ଦଶା ତୁ ଲଭିଲୁ ନୋହି ତୁ ବିଦର୍ଭ ଦୁହିତ ଏ ବୀର ନୁହେଁ ତୋର କାନ୍ତ ଅଟୁ ତୁ ପୁରଞ୍ଜନ ତା ଲାଗି ଏ ତୋର ଦୁର୍ଗତି ଛାଡ଼ ଏ ମାୟା ମୋହ ମତି ଆମ୍ଭେ ନେବେନି ସଂସଗତି ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ ଏ ବେନି ଏକ କରି ଚିହ୍ନ ନାରଦ କହନ୍ତି ସଦୟ ଶୁଣେ ପ୍ରାଚୀନ ନୃପରାୟ ଏ ଯେ ଅଧ୍ୟାୟ ଦିବ୍ୟ ଜ୍ଞାନ କହିଲୁ ପରୀକ୍ଷା ବାଧିଣ ଚତୁର୍ଥ ସ୍କନ୍ଧେ ଭାଗବତ କହି ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତ ମହାପୁରାଣ ପରମହଂସ ସଂହିତାୟ ବୈଶିକ ଚତୁର୍ଥ ସ୍କନ୍ଧ ପୁରଞ୍ଜନ ଚରିତେ ନାମ ଅଷ୍ଟବିଂଶୋଧ୍ୟାୟ।